जगा भाई कଳି ଯୁଗରେ କାହିଁକି ଜଣେ ଦୁଷ୍ଟ ଏବଂ ପାପୀ ପାଖରେ ଏତେ ଧନ ସମ୍ପତ୍ତି ଓ ସୁଖ ରୁହେ କିନ୍ତୁ ଜଣେ ଧର୍ମୀ ଓ ସଚ୍ଚୋଟ ବ୍ୟକ୍ତି ସବୁବେଳେ କଷ୍ଟ ଭୋଗେ। ଶୁଣ ସୁଭଦ୍ରା, ସୃଷ୍ଟିର ଆରମ୍ଭରେ ବ୍ରହ୍ମାଦେବ ପ୍ରଥମେ ଲେଖିଲେ ସତ୍ୟ ଯୁଗ। ଏହା ଥିଲା ସୁନାର ଯୁଗ, ଯେଉଁଠାରେ ଧର୍ମ ନିଜର ଚାରୋଟି ପାଦରେ ଠିଆ ହୋଇଥିଲା। ଏହାପରେ ସେ ଲେଖିଲେ ତ୍ରେତୟ ଯୁଗ, ଯେଉଁଠାରେ ଧର୍ମର ପ୍ରଭାବ ଟିକେ କମିବାକୁ ଆରମ୍ଭ ହେଲା। ପରେ ଆସିଲା ଦ୍ୱାପର ଯୁଗ, ଯେଉଁ ସମୟରେ ପୁଣ୍ୟ ଏବଂ ପାପ ମଧ୍ୟରେ ସନ୍ତୁଳନ ଟଳମଳ ହେବାକୁ ଲାଗିଲା। ଏହାପରେ ବ୍ରହ୍ମାଦେବ ଯେତେବେଳେ ନିଜ କଳିଯୁଗର ନାମ ଲେଖିବାକୁ ଆରମ୍ଭ କଲେ, ସାରା ବ୍ରହ୍ମାଣ୍ଡ ଥରି ଉଠିଲା। ଅନ୍ଧକାରରୁ ଏକ ବିକରାଳ ରୂପ ଜନ୍ମ ନେଲା। ତାର ଶରୀର ଥିଲା ଅମାବାସ୍ୟା ରାତିଠାରୁ ଅଧିକ କଳା। ସେ ନିଜର ଜିଭକୁ ନିଜ ହାତରେ ମୁଠାଇ ଧରିଥିଲା। ସେ ବ୍ରହ୍ମାଙ୍କ ସାମ୍ନାରେ ଠିଆ ହୋଇ ନିଜର ନିୟମ ଶୁଣାଇଲା। ମୋ ଯୁଗରେ ଯିଏ ଠକିବ, କୁକର୍ମ କରିବ, ସେ ବ୍ୟକ୍ତି ହିଁ ସଫଳ ହେବ। ତା ଘରେ ଧନର ବର୍ଷା ହେବ, ହେଲେ ଯେଉଁ ବ୍ୟକ୍ତି ଧର୍ମ ପଥରେ ଚାଲିବ, ଅନ୍ୟମାନଙ୍କ ମଙ୍ଗଳ କାମନା କରିବ, ମୁଁ ତା ଜୀବନ ଅତ୍ୟନ୍ତ କଠିନ କରିଦେବି। ସେ ସବୁବେଳେ ଗରିବ ହୋଇ ବଞ୍ଚିବ। କିନ୍ତୁ କଳି ବ୍ରହ୍ମାଙ୍କୁ ଏକ ଗୁପ୍ତ ସତ୍ୟ ମଧ୍ୟ କହିଥିଲା। ସେ କହିଥିଲା ଯେ ସେହି ପାପୀ ବ୍ୟକ୍ତିଟି ସୁନାର ଶଯ୍ୟାରେ ଶୋଇଥିଲେ ମଧ୍ୟ ରାତିରେ ଶାନ୍ତିରେ ଶୋଇପାରିବ ନାହିଁ, କାରଣ ତା ମନରେ କେବେ ମଧ୍ୟ ଶାନ୍ତି ରହିବ ନାହିଁ। ହେଲେ ଯେଉଁ ପୁଣ୍ୟବାନ ବ୍ୟକ୍ତି ଏହି ଅନ୍ଧକାର ଯୁଗରେ ମଧ୍ୟ ସତ୍ୟର ମାର୍ଗ ଛାଡ଼ିବ ନାହିଁ, ତା ପାଖରେ ରହିବ ଅମୂଲ୍ୟ ଶାନ୍ତି। ଯେତେବେଳେ ଦୁଇ ଜଣଙ୍କର ମୃତ୍ୟୁ ହେବ, ସେତେବେଳେ ସେହି ପାପୀ ବ୍ୟକ୍ତି ନିଜର ସବୁ ଧନ ସମ୍ପତ୍ତି ଓ କ୍ଷମତା ଏହି ମାଟିରେ ଛାଡ଼ି କେବଳ ନିଜ ପାପର ବୋଝ ନେଇ ଅନ୍ଧକାର ଆଡ଼କୁ ଚାଲିଯିବ। କିନ୍ତୁ ଧର୍ମୀ ବ୍ୟକ୍ତିଟି ନିଜର ପୁଣ୍ୟ ଓ ଶାନ୍ତି ନେଇ ସିଧା ଆଲୋକର ମାର୍ଗରେ ଅମରତ୍ୱ ଆଡ଼କୁ ଯିବ। ବ୍ରହ୍ମାଦେବ ନିଜ ସାମ୍ନାରେ ଥିବା ସେହି ଅନ୍ଧକାରମୟ ଶକ୍ତିକୁ ମନୋଯୋଗ ସହକାରେ ଦେଖିଲେ। ସେ ବୁଝିପାରିଲେ ଯେ ଲୌହ ଯୁଗ ବା କଳିଯୁଗର ଆଗମନ ଅପରିହାର୍ଯ୍ୟ। ଏହା କେବେ ବି ନରମ ମାଟିରେ ମିଳେ ନାହିଁ, ବରଂ ପୃଥିବୀର ଅତି ଗଭୀର ଓ ଅନ୍ଧକାରମୟ ସ୍ଥାନ ମଧ୍ୟରେ ହିଁ ସୃଷ୍ଟି ହୁଏ। କଳିଯୁଗର ମଣିଷର ଆତ୍ମା ମଧ୍ୟ ସେହିପରି କଠିନ ପରିସ୍ଥିତି ମଧ୍ୟରେ ପ୍ରକୃତ ହୀରା ପରି ଝଲସି ଉଠେ। ଏହାପରେ ବ୍ରହ୍ମାଦେବ ନିଜର ଲେଖନୀ ସ୍ଥିର କଲେ ଏବଂ ସୃଷ୍ଟିର ବିଧାନ ସମ୍ପୂର୍ଣ୍ଣ କଲେ। କଳି ନିଜର ସ୍ୱଭାବକୁ ସ୍ୱୀକାର କରିବା ଭଳି ଏକ ଅଙ୍ଗଭଙ୍ଗୀ କଲା ଏବଂ ପୁନର୍ବାର ସେହି ଅନ୍ଧକାର ମଧ୍ୟକୁ ଚାଲିଗଲା। ଏହିଭଳି ମିଠା ମିଠା କାହାଣୀ ଦେଖିବା ପାଇଁ ଆମକୁ ଫଲୋ କରନ୍ତୁ। ଜଗା ଭାଇ କଳି ଯୁଗରେ କାହିଁକି ଜଣେ ଦୁଷ୍ଟ ଏବଂ ପାପୀ ପାଖରେ ଏତେ ଧନ ସମ୍ପତ୍ତି ଓ ସୁଖ ରୁହେ କିନ୍ତୁ ଜଣେ ଧର୍ମୀ ଓ ସଚ୍ଚୋଟ ବ୍ୟକ୍ତି ସବୁବେଳେ କଷ୍ଟ ଭୋଗେ। ଶୁଣ ସୁଭଦ୍ରା, ସୃଷ୍ଟିର ଆରମ୍ଭରେ ବ୍ରହ୍ମାଦେବ ପ୍ରଥମେ ଲେଖିଲେ ସତ୍ୟ ଯୁଗ। ଏହା ଥିଲା ସୁନାର ଯୁଗ,